ଯାତ୍ରା ଚରିତ୍ର ହିସାବରେ ହୁଏ, ନାଟକର ଚରିତ୍ର ହିସାବରେ। ଆଉ କେତେବେଳେ ନନ୍ଦଲାଲା, କେତେବେଳେ ଘନା କେଉଟ, ସେମିତି କିଛି ଚରିତ୍ର ହେଇଛି। ଏଥର ତ ଖଣ୍ଡଗିରି ଗଲା ପରେ ବୁମ୍ବୁଲି ତା ବେଳାବେଳି ମୁଁ ଏଟା ସିଙ୍ଗୱାଇନ୍ ଟ୍ରେନରେ ଅଛି। ଆଜି ତୁ ମୋ ବଜରଙ୍ଗୀ ନାଟକ ଓପନିଂ ପ୍ରିମିୟର ଥିଲା, ତ ସାନ ଭାଇ ପିୟୁଷ କହିଥିଲା ଆସିବା ପାଇଁ। ମୁଁ ଘରେ ଥିଲି, ସାଙ୍ଗ ହେଇକି ସମସ୍ତେ ଆସିଛୁ। ତ ନାଟକ ତ ଚାଲିଛି, ଆପଣମାନେ ଦେଖିଲେ। ତ ବହୁତ ଆଶା ଅଭିଳାଷା ନେଇକି ବହୁତ ଲୋକ ବି ହେଇଛନ୍ତି। ଆଜି ପୁରା ହାଉସ ବ୍ରେକ୍ ଅଛି। ବହୁତ କଠିନ ପରିଶ୍ରମ ବି କରିଛି ସେ ନାଟକ ପାଇଁ। ତ ବହୁତ ବାଦ ବିବାଦକୁ ଏଡେଇ ଆଜି 5 ତାରିଖ ଯୋଉ ଡିକ୍ଲାରେସନ କରିଥିଲା, ଯାହା ହଉ ସାନ ଭାଇ ମୋର ଆଜି ଚଢିଲା ତୁ ମୋ ବଜରଙ୍ଗୀ ନାଟକର ରାମଚରିତ୍ର ନିଭୁଛି। ଆପଣମାନେ ତ ଦେଖି ସାରିଥିବେ ଆଉ। ଖାଲି ନାଟକ ପାଇଁ ସେ ପରିଶ୍ରମ କରିନାହାନ୍ତି, ଯାତ୍ରାକୁ ଫେରିବା ପାଇଁ ବି ମଧ୍ୟ ପରିଶ୍ରମ କରିଛନ୍ତି। କଣ କହିବେ? ହଁ, ସେଇଟା ହେଇଗଲା ବ୍ୟକ୍ତିଗତ କଥା। ସେଠାରୁ ଯାତ୍ରାରୁ ବାହାରେ ବର୍ଷେ ତାକୁ ସେଥିପାଇଁ ଷ୍ଟ୍ରଙ୍ଗ ବନବାସ ଯିବାକୁ ପଡିଛି ରାମକୁ। ତ ବନବାସ ସିଏ ଯାଇଥିଲେ ଦୀର୍ଘ ବର୍ଷ। ତ ଇଏ ରାମ ଯିଏ ବଜରଙ୍ଗୀର ରାମ, ତ ଗୋଟାଏ ବର୍ଷ କହିଥିଲା, ଗୋଟାଏ ବର୍ଷ ପରେ ପୁଣି ଇଂରାଜୀ ନୂଆ ବର୍ଷରେ 5 ତାରିଖରେ ଚଢିଛି ଆଉ, ଜାନୁଆରୀ 5ରେ ଆଉ। ଭାଇ ବହୁତ ଆମେ ବହୁତ ଜଣଙ୍କ ପ୍ରତିକ୍ରିୟା ନେଇଛୁ, ଦର୍ଶକ ବହୁତ ଖୁସି ଅଛନ୍ତି ଏବଂ ବହୁତ ଦୂରରୁ ଦେଖିବା ପାଇଁ ଆସିଛନ୍ତି। ହଁ, ନିଶ୍ଚିତ ଭାବରେ ଜଣକୁ ବ୍ୟାନ୍ କରାଯିବା, ତାପରେ ପୁଣି ସେ ରହିବା ଗୋଟେ ବର୍ଷ, ତାପରେ ଯୋଉ ଯାତ୍ରା ମଞ୍ଚକୁ ଆସିବା, ଏଇଟା ହଉଛି ଲୋକମାନଙ୍କର, ଦର୍ଶକ ମାନଙ୍କର ତା ପ୍ରତି ଭଲ ପାଇବାଟା ଅଛି ବୋଲି ସେ ବାଧ୍ୟ ହେଇକି ଆସିଲା। ହଁ, ବ୍ୟାନ୍ ନ ତ ଆଉ ଆପଣମାନଙ୍କ ଚ୍ୟାନେଲରେ ତ ଆମେ ଦେଖୁଥିଲୁ ବ୍ୟାନ୍ ହେଇଥିଲା ବୋଲି। ଆମେ ତ ଆଉ ସେ ଗୋଲ ଟେବୁଲରେ ବସି ନଥିଲୁ। ଯାହା ମିଡିଆ ମାଧ୍ୟମରେ ଶୁଣିବା କଥା, ତାକୁ ବ୍ୟାନ୍ କରାଗଲା। ତାପରେ ଗୋଟେ ବର୍ଷ ତ ବ୍ୟାନ୍ କରାଗଲା ନା, ତ ତାକୁ ପନିଶମେଣ୍ଟ ଆପଣଙ୍କ ମତ ହିସାବରେ ଆଜି ଯୋଉ ସେ ଷ୍ଟେଜ ଉପରକୁ ଚଢିଲେ, କାଲି ପର୍ଯ୍ୟନ୍ତ ବି ବିରୋଧ ଥିଲା କି ସେମିତି ମାଲିକ ମାନଙ୍କ? ନାଇଁ, ସେ ତ ୱାନ୍ ଟାଇମ୍ କଣ୍ଡିସନ ହେଇଯାଇଥିଲା, ସେ ବସିକି ସମାଧାନ ତାର କରିଥିଲା। ତାପରେ ତ ସେ ଗୋଟେ ବର୍ଷ ପରେ ପୁଣି 2026ରେ ଚଢିଛି ଆଉ। ମାନେ ଦର୍ଶକଙ୍କର ସେଇ ଭଲ ପାଇବାଟା ବେଶୀ ମିଳିପାରିବ ନା ସେତିକି ମିଳିବ? ନାଇଁ, ବେଶୀ ତ ଆଜି ଫାର୍ଷ୍ଟ ଡେରେ ହାଉସ ବ୍ରେକ୍ ଅଛି ଆଉ। ତ ପ୍ରିମିୟର ଟା ଦେଖିଥିବେ କେମିତି କଣ ତାର ଇଏ ହେଲା। ନାଇଁ, ପିୟୁଷ ମୋ ସାନ ଭାଇ, ମୁଁ ତାକୁ ଦେଖିବି କଣ ଆଉ। ବର୍ତ୍ତମାନ ପିୟୁଷକୁ ଦେଖିବାକୁ କେହି ଆସିନାହାନ୍ତି, ତା ଚରିତ୍ରକୁ ଦେଖିବାକୁ ଆସିଛନ୍ତି। ତୁ ମୋ ବଜରଙ୍ଗୀ ରାମ ଚରିତ୍ର ଯୋଉ କରୁଛି, କେତେ ଦୂର ତାକୁ ସଫଳ ତାକୁ ନାଟକ କରେଇଛି। ସେ ପିୟୁଷ ନାଁ ବୋଲି ତାକୁ ତ ପିଲାଦିନରୁ ତା ବାପା ମା ଡାକୁଥିଲେ। ତାକୁ ଜାଣିଥିଲା କିଏ? ନାଟକ ହିଁ ତାକୁ ପରିଚୟ ଦେଇଛି।